ସାଲେପୁରରୁ ସବ୍ ଡିଭିଜନର ମାନ୍ୟତା ଦେବା ଏଇଟା ଗୋଟେ କଥା ଆସୁଛି। ଆଉ ମୁଁ ଯାହା ବି କହୁଛି ମୁଁ ସମସ୍ତଙ୍କଠୁ ଶୁଣିକି ତାଙ୍କୁ ଆଇଡିଆ ନେଇକି କହୁଛି। ସାଲେପୁର ଦ୍ୱୀପାଞ୍ଚଳରେ ମାନେ ନଈ ସେପାରେ ଯେଉଁ 4ଟା ପଞ୍ଚାୟତ ଆମର ରହିଲା ସେଠି ବ୍ୟାଙ୍କିଂ ଓ ଏଟିଏମ୍ ସୁବିଧା ଯୋଉଟାକି ନାହିଁ ସେଇଟା ପାଇଁ ନିଶ୍ଚିତ ଭାବରେ ଆମେ କିଛି କରିବା ଆଗକୁ। ଟାଙ୍ଗୀ ସାଲେପୁରରେ ପ୍ରାୟ ଜାଗାରେ ଗୋଟେ ଡ୍ରେନେଜର ଅସୁବିଧା ମଧ୍ୟ ରହିଛି, ତାର ସଂଶୋଧନ କରିବାର ବି ଆବଶ୍ୟକତା ଅଛି। ନିଶ୍ଚିତ ଭାବେ ତା ଉପରେ ବି ଆମେ ଗୁରୁତ୍ୱ ଦେବୁ। ସାଲେପୁରରେ ମଡେଲ ଶୌଚାଳୟ ବ୍ୟବସ୍ଥା ସେଟାର ବି ଆବଶ୍ୟକତା ରହିଛି, ଶୌଚାଳୟ ହେବା ଦରକାର। ସାଲେପୁର ଦ୍ୱୀପାଞ୍ଚଳରେ ଶୀତଳ ଭଣ୍ଡାର ମାନେ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ସେଇଟା ଗୋଟେ ମୁଖ୍ୟ ସମସ୍ୟା ଯୋଉଟାକି ପ୍ରାୟ ଜାଗାରେ ମୁଁ ଶୁଣୁଛି ଏବଂ ଯୋଉଟା ଗୋଟେ ପୁରୁଣା ବି ଅଛି ସେଟା ଭାରି ଡିଲାପିଟେଡ୍ କଣ୍ଡିସନରେ ଅଛି ଯୋଉଟାକି ନଟ୍ ୱାର୍କିଂ ନଟ୍ ଫଙ୍କସନାଲ, ତେଣୁ ତାର କୌଣସି ୟୁଜ୍ ନାହିଁ। ତେଣୁ ତା ପ୍ରତି ବି ଏଇଟା ବହୁତ ବଡ଼ ଗୋଟେ ଇମ୍ପୋର୍ଟାଣ୍ଟ କଥା, ଗୁରୁତ୍ୱପୂର୍ଣ୍ଣ କଥା, ନିଶ୍ଚିତ ଭାବରେ ଧ୍ୟାନ ଦିଆଯିବ। ଟାଙ୍ଗୀ ଓ ସାଲେପୁର ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା କରି ଯୁବକ ଓ ଯୁବତୀ ମାନଙ୍କ ପାଇଁ ତାଙ୍କୁ ନିଯୁକ୍ତ କରାଯିବ, ତାଙ୍କ ପାଇଁ ଚାକିରି ବା ଯେକୌଣସି କାମ ତାଙ୍କ ପାଇଁ କରାଯିବ। ଏବଂ ମୋତେ ସଜେସନ ଦେଇଥିଲେ ଟିକେ ପୂର୍ବରୁ ଦାଦା ହେମଦାଦା ଯେ ଓସିଏମ୍ ଓଡ଼ିଶା କଟନ ମିଲ୍ ଯୋଉଟାକି ଡିସଫଙ୍କସନ ହେଇଯାଇଛି, ଯଦି ଆମର ଡବଲ ଇଞ୍ଜିନର ସରକାର ହୁଏ ନିଶ୍ଚିତ ଭାବରେ ସେଇଟା କେମିତି ରେନୋଭେଟ୍ ହେଇ ସେଇଟା କେମିତି ଚାଲିବ ତା ପ୍ରତି ବି ନିଶ୍ଚିତ ଭାବରେ ଆମେ ପଦକ୍ଷେପ ନେବୁ। ସାଲେପୁର ଅଞ୍ଚଳରେ ସମସ୍ତ ହାଟକୁ ମଡେଲ ହାଟରେ ପରିଣତ କରିବା ପାଇଁ ପଦକ୍ଷେପ ନେବୁ। ସାଲେପୁର ଅଞ୍ଚଳରେ 8,000 ଲକ୍ଷପତି ଦିଦି ସୃଷ୍ଟି କରିବା ଏଇଟା ଗୋଟେ ନୂଆ ଯୋଜନା ଆମ ପ୍ରଧାନମନ୍ତ୍ରୀଙ୍କର ସେଇଟା। ଏବଂ ତା ସହିତ ସୁଭଦ୍ରା ଯୋଜନା ଯୋଉଟା ହେଇଛି ସେଟା ବହୁତ ପପୁଲାର ଯୋଜନା ଏବଂ ସମସ୍ତେ ବହୁତ ତାକୁ ପସନ୍ଦ ବି କରୁଛନ୍ତି, ସେଇଟା ମଧ୍ୟ ଲାଗୁ କରାଯିବ।